ଓମ୍ ଶାନ୍ତି। 24 ନଭେମ୍ବର 2025ର ପ୍ରାତଃ ମୁରଲୀ। ଶିବ ଭଗବାନଙ୍କର ମଧୁର ମହାବାକ୍ୟ। ଶିବ ବାବା କହୁଛନ୍ତି, ମିଠେ ବଚେ ତୁମମାନଙ୍କ ପାଇଁ ଏହି ସମୟ ବହୁତ ବହୁତ ମୂଲ୍ୟବାନ ଅଟେ। ସେଥିପାଇଁ ଏହାକୁ ବ୍ୟର୍ଥରେ ହରାଇ ଦିଅ ନାହିଁ। ପାତ୍ରକୁ ଦେଖି ଦାନ କର। ତୁମମାନଙ୍କ ପାଇଁ ଏହି ସମୟ ବହୁତ ବହୁତ ମୂଲ୍ୟବାନ ଅଟେ। ସେଥିପାଇଁ ଏହାକୁ ବ୍ୟର୍ଥରେ ହରାଇ ଦିଅ ନାହିଁ। ପାତ୍ରକୁ ଦେଖି ଜ୍ଞାନ ଦାନ କର। ପ୍ରଶ୍ନ: ଗୁଣର ଧାରଣା ମଧ୍ୟ ହେଉଥିବ ଏବଂ ଚାଲିଚଳନି ମଧ୍ୟ ସୁଧୁରି ଯାଉଥିବ। ଏହାର ସହଜ ବିଧି କ'ଣ? ଗୁଣର ଧାରଣା ମଧ୍ୟ ହେଉଥିବ ଏବଂ ଚାଲିଚଳନ ମଧ୍ୟ ସୁଧୁରି ଯାଉଥିବ। ଏହାର ସହଜ ବିଧି କ'ଣ? ଉତ୍ତର: ବାବା ଯାହା ସବୁ ବୁଝାଇଛନ୍ତି ସେସବୁ ଅନ୍ୟମାନଙ୍କୁ ବୁଝାଅ। ଜ୍ଞାନ ଧନର ଦାନ କର, ତେବେ ଗୁଣର ଧାରଣା ମଧ୍ୟ ସହଜରେ ହୋଇଯିବ। ଚାଲିଚଳନି ମଧ୍ୟ ସୁଧୁରି ଯିବ। ଯାହାଙ୍କ ବୁଦ୍ଧିରେ ଏହି ଜ୍ଞାନ ରହୁନାହିଁ, ଜ୍ଞାନ ଧନର ଦାନ କରୁନାହାନ୍ତି, ସେମାନେ ହେଲେ ଅଭାଗା। ସେମାନେ ତୁଚ୍ଛାଟାରେ ନିଜର କ୍ଷତି କରୁଛନ୍ତି। ଗୀତ: ବଚପନ କେ ଦିନ ଭୁଲା ନ ଦେନା, ଆଜି ହସ କାଲି ରୋନା ନ ଦେନା। ଓମ୍ ଶାନ୍ତି। ମିଠା ମିଠା ସନ୍ତାନମାନେ ଗୀତ ଶୁଣିଲେ। ଏହାର ଅର୍ଥକୁ ତ ଭଲ ଭାବରେ ଜାଣିଲ। ଆମେ ଆତ୍ମା ବେହଦ ବାବାଙ୍କର ସନ୍ତାନ ଅଟୁ, ଏକଥା ଭୁଲିଯାଅ ନାହିଁ। ଏବେ ଏବେ ବାବାଙ୍କ ୟାଦରେ ହର୍ଷିତ ହେଉଛନ୍ତି, ପୁଣି ସଙ୍ଗେ ସଙ୍ଗେ ବାବାଙ୍କୁ ଭୁଲି ଯାଉଛନ୍ତି। ତେଣୁ ଦୁଃଖୀ ହୋଇଯାଉଛନ୍ତି। ସଙ୍ଗେ ସଙ୍ଗେ ଜୀଇ ପୁଣି ସଙ୍ଗେ ସଙ୍ଗେ ମରିଯାଉଛନ୍ତି। ଅର୍ଥାତ୍ ବେହଦ ବାବାଙ୍କର ହୋଇ ପୁଣି ଲୌକିକ ପରିବାର ଆଡ଼କୁ ଚାଲି ଯାଉଛନ୍ତି। ତେଣୁ ବାବା କହୁଛନ୍ତି, ଆଜି ହସି କାଲି ପୁଣି କାନ୍ଦିବ ନାହିଁ। ଏହା ହେଉଛି ଗୀତର ଅର୍ଥ। ତୁମେ ପିଲାମାନେ ଜାଣିଛ, ପ୍ରାୟତଃ ମନୁଷ୍ୟମାନେ ଶାନ୍ତି ନିମନ୍ତେ ହିଁ ଧକ୍କା ଖାଇଥାନ୍ତି, ତୀର୍ଥଯାତ୍ରାକୁ ଯାଇଥାନ୍ତି। ଏପରି ନୁହେଁ ଯେ ଏଣେ ତେଣେ ଘୁରି ବୁଲିବା ଦ୍ୱାରା କୌଣସି ଶାନ୍ତି ମିଳିଯାଏ। ଏହା ଏକମାତ୍ର ସଙ୍ଗମ ଯୁଗ ଅଟେ, ଯେତେବେଳେ କି ବାବା ଆସି ବୁଝାଉଛନ୍ତି, ପ୍ରଥମେ ପ୍ରଥମେ ତ ନିଜକୁ ଚିହ୍ନ। ଆତ୍ମା ହେଉଛି ଶାନ୍ତ ସ୍ୱରୂପ। ରହିବାର ସ୍ଥାନ ମଧ୍ୟ ଶାନ୍ତିଧାମ ଅଟେ। ଯେହେତୁ ଏଠାକୁ ଆସୁଛ, ତେଣୁ କର୍ମ ନିଶ୍ଚିତ କରିବାକୁ ପଡ଼ୁଛି। ଯେତେବେଳେ ଶାନ୍ତିଧାମରେ ରହୁଛ, ସେତେବେଳେ ଆତ୍ମା ଶାନ୍ତ ରହୁଛି। ସତ୍ୟ ଯୁଗରେ ମଧ୍ୟ ଶାନ୍ତିରେ ରହିବ। ସେଠାରେ ସୁଖ ମଧ୍ୟ ଅଛି ଏବଂ ଶାନ୍ତି ମଧ୍ୟ ଅଛି। ଶାନ୍ତିଧାମକୁ ସୁଖଧାମ କୁହାଯିବ ନାହିଁ। ଯେଉଁଠି ସୁଖ ରହିଛି ତାକୁ ସୁଖଧାମ ଏବଂ ଯେଉଁଠି ଦୁଃଖ ଅଛି ତାକୁ ଦୁଃଖଧାମ ବୋଲି କୁହାଯାଉଛି। ଏସବୁ କଥା ତୁମେମାନେ ବୁଝିପାରୁଛ। ଏହିସବୁ କଥା କାହାକୁ ବୁଝାଇବାକୁ ହେଲେ ସମ୍ମୁଖରେ ହିଁ ବୁଝାଯାଇଥାଏ। ଯେତେବେଳେ ପ୍ରଦର୍ଶନୀରେ ବୁଝିବାକୁ ଭିତରକୁ ଆସୁଛନ୍ତି, ସେତେବେଳେ ପ୍ରଥମେ ପ୍ରଥମେ ତାଙ୍କୁ ବାବାଙ୍କ ପରିଚୟ ଦେବା ଉଚିତ। ବୁଝାଯାଏ ଯେ ଆତ୍ମାମାନଙ୍କର ପିତା ଏକ ଅଟନ୍ତି ଏବଂ ସେ ହିଁ ଗୀତାର ଭଗବାନ ଅଟନ୍ତି। ବାକି ଏମାନେ ସମସ୍ତେ ଆତ୍ମା। ଆତ୍ମା ଶରୀର ତ୍ୟାଗ କରିଥାଏ ଏବଂ ପୁଣି ଧାରଣ କରିଥାଏ। ତେଣୁ ଶରୀରର ନାମ ମଧ୍ୟ ବଦଳିଯାଏ, କିନ୍ତୁ ଆତ୍ମାର ନାମ ବଦଳି ନଥାଏ। ତୁମେମାନେ ବୁଝାଇ ପାରିବ, ବେହଦର ବାବାଙ୍କ ଠାରୁ ହିଁ ସୁଖର ବର୍ଷା ମିଳିଥାଏ। ବାବା ସୁଖର ସୃଷ୍ଟି ସ୍ଥାପନ କରୁଛନ୍ତି। ବାବା ଦୁଃଖର ସୃଷ୍ଟି ରଚନା କରିବେ, ଏପରି ତ ହୋଇପାରିବ ନାହିଁ। ଭାରତରେ ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ ଥିଲା ନା? ଯାହାର ଚିତ୍ର ମଧ୍ୟ ରହିଛି। ତେବେ ସେମାନଙ୍କୁ କୁହ, ଏହି ସୁଖର ବର୍ଷା ମିଳୁଛି। ଯଦି କହିବେ ଯେ ଏହା ତ ତୁମର କଳ୍ପନା ଅଟେ, ତେବେ ଏକଦମ ଛାଡ଼ିଦେବା ଉଚିତ। ଯଦି କଳ୍ପନା ବୋଲି ଭାବିବେ, ତେବେ କିଛି ମଧ୍ୟ ବୁଝିବେ ନାହିଁ। ତୁମର ସମୟ ବହୁତ ମୂଲ୍ୟବାନ। ସାରା ଦୁନିଆ ଭିତରେ ତୁମର ସମୟ ଯେତେ ମୂଲ୍ୟବାନ ଆଉ କାହାର ନୁହେଁ। ବଡ଼ ବଡ଼ ମନୁଷ୍ୟମାନଙ୍କର ସମୟ ବହୁତ ମୂଲ୍ୟବାନ ହୋଇଥାଏ। ବାବାଙ୍କର ସମୟ କେତେ ମୂଲ୍ୟବାନ। ବାବା ଏହି ଜ୍ଞାନ ବୁଝାଇ ଆମମାନଙ୍କୁ କ'ଣରୁ କ'ଣ କରିଦେଉଛନ୍ତି। ତେଣୁ ବାବା ତୁମ ପିଲାମାନଙ୍କୁ କହୁଛନ୍ତି ଯେ
ତୁମେ ନିଜର ମୂଲ୍ୟବାନ ସମୟକୁ ଅଯଥାରେ ନଷ୍ଟ କର ନାହିଁ। ପାତ୍ରକୁ ଦେଖି ଜ୍ଞାନ ଦେବା ଉଚିତ। ପାତ୍ରକୁ ହିଁ ବୁଝାଇବା ଦରକାର। ସମସ୍ତେ ତ ବୁଝିପାରିବେ ନାହିଁ। ତାଙ୍କର ଏତେ ବୁଦ୍ଧି ନାହିଁ ଯେ ଏହି ଜ୍ଞାନକୁ ବୁଝିପାରିବେ। ପ୍ରଥମେ ବାବାଙ୍କର ପରିଚୟ ଦେବାକୁ ହେବ। ଯେ ପର୍ଯ୍ୟନ୍ତ ଏକଥା ନ ବୁଝିଛନ୍ତି ଯେ ଆମ ଆତ୍ମାମାନଙ୍କର ପିତା ହେଉଛନ୍ତି ପରମାତ୍ମା ଶିବ ବାବା, ସେ ପର୍ଯ୍ୟନ୍ତ ଆଗକୁ କିଛି ହେଲେ ବୁଝିପାରିବେ ନାହିଁ। ତାଙ୍କୁ ବହୁତ ସ୍ନେହ ଏବଂ ନମ୍ରତାର ସହିତ ବୁଝାଇ ପଢ଼ାଇ ଦେବା ଉଚିତ, କାରଣ ଆସୁରୀ ସମ୍ପ୍ରଦାୟର ମନୁଷ୍ୟ ଝଗଡ଼ା କରିବାକୁ ଡେରି କରିବେ ନାହିଁ। ଗଭର୍ଣ୍ଣମେଣ୍ଟ ଛାତ୍ରମାନଙ୍କର କେତେ ମହିମା କରୁଛି, ତାଙ୍କ ନିମନ୍ତେ କେତେ ପ୍ରବନ୍ଧକ ରଖୁଛି। କଲେଜ ଛାତ୍ରମାନେ ହିଁ ପ୍ରଥମେ ପଥର ମାରିବା ଆରମ୍ଭ କରିଥାନ୍ତି। ତାଙ୍କର ଜୋଶ ରହିଥାଏ ନା। ବୁଢ଼ା ଅଥବା ମାତାମାନେ ତ ଏତେ ଜୋରରେ ପଥର ପକାଇ ପାରିବେ ନାହିଁ। ପ୍ରାୟତଃ ଛାତ୍ରମାନେ ହିଁ ପାଟିତୁଣ୍ଡ କରିଥାନ୍ତି। ସେଥିପାଇଁ ତାଙ୍କୁ ହିଁ ଲଢ଼େଇ ପାଇଁ ପ୍ରସ୍ତୁତ କରିଥାନ୍ତି। ଏବେ ବାବା ଆତ୍ମାମାନଙ୍କୁ ବୁଝାଉଛନ୍ତି, ତୁମେମାନେ ସମ୍ପୂର୍ଣ୍ଣ ଓଲଟା ହୋଇଯାଇଛ। ନିଜକୁ ଆତ୍ମା ବଦଳରେ ଶରୀର ବୋଲି ଭାବି ନେଉଛ। ଏବେ ବାବା ତୁମକୁ ଠିକ୍ କରୁଛନ୍ତି। ତେବେ କେତେ ରାତି ଦିନର ଫରକ ହୋଇଯାଉଛି। ତୁମେମାନେ ସିଧା ବିଶ୍ୱର ମାଲିକ ହୋଇଯାଉଛ। ଏବେ ତୁମେମାନେ ଜାଣୁଛ ଯେ ଆମେ ଅଧାକଳ୍ପ ହେବ ଓଲଟା ଥିଲୁ। ଏବେ ବାବା ଅଧାକଳ୍ପ ପାଇଁ ଠିକ୍ କରୁଛନ୍ତି। ଭଗବାନଙ୍କର ସନ୍ତାନ ହୋଇଯାଇଛ। ତେଣୁ ତୁମମାନଙ୍କୁ ବିଶ୍ୱର ବାଦଶାହୀର ବର୍ଷା ମିଳିଯାଉଛି। ରାବଣ ଓଲଟା କରିଦେଉଛି। ତେଣୁ ସବୁ ଗୁଣ ନଷ୍ଟ ହୋଇଯାଉଛି ଏବଂ ତୁମେମାନେ ତଳକୁ ଖସିଯାଉଛ। ରାମ ଏବଂ ରାବଣର ରାଜ୍ୟକୁ ତୁମେ ପିଲାମାନେ ହିଁ ଜାଣିଛ। ତେଣୁ ତୁମମାନଙ୍କୁ ଏବେ ବାବାଙ୍କର ସ୍ମୃତିରେ ରହିବାକୁ ହେବ। ଯଦିଓ ଶରୀର ନିର୍ବାହ ପାଇଁ କର୍ମ ମଧ୍ୟ କରିବାକୁ ହେବ, ତଥାପି ମଧ୍ୟ ସମୟ ତ ମିଳୁଛି ନା। ଯଦି କୌଣସି ଜିଜ୍ଞାସୁ ଆସୁନାହାନ୍ତି, କିଛି କାମ ନାହିଁ, ତେବେ ବାବାଙ୍କ ଯୋଗରେ ବସିଯିବା ଦରକାର। ତାହା ତ ଅଳ୍ପ କାଳର ରୋଜଗାର, କିନ୍ତୁ ଏହା ତୁମର ସଦାକାଳର ରୋଜଗାର। ତେଣୁ ଏଥିରେ ଅଧିକ ଧ୍ୟାନ ଦେବାକୁ ପଡ଼ୁଛି। କିନ୍ତୁ ମାୟା ବାରମ୍ବାର ବୁଦ୍ଧିକୁ ଅନ୍ୟ ଆଡ଼କୁ ନେଇଯାଉଛି। ଏସବୁ ତ ହେବ ନିଶ୍ଚିତ। ମାୟା ଭୁଲାଇ ଚାଲିବ। ଏହା ଉପରେ ଏକ ନାଟକ ମଧ୍ୟ ଦେଖାଉଛନ୍ତି। ପ୍ରଭୁ ଏହିପରି କହୁଛନ୍ତି, ମାୟା ଏପରି କହୁଛି। ବାବା ପିଲାମାନଙ୍କୁ କହୁଛନ୍ତି, ମୋତେ ମନେ ପକାଅ, କିନ୍ତୁ ଏଥିରେ ହିଁ ବିଘ୍ନ ପଡ଼ୁଛି। ଅନ୍ୟ କୌଣସି କଥାରେ ଏତେ ବିଘ୍ନ ପଡ଼ୁନାହିଁ। ପବିତ୍ରତା ପାଇଁ କେତେ ମାଡ଼ ଖାଉଛନ୍ତି। ଭାଗବତ ଆଦିରେ ମଧ୍ୟ ଏହି ସମୟର ହିଁ ଗାୟନ ରହିଛି। ପୂତନା, ଶୂର୍ପଣଖା ଏସବୁ ବର୍ତ୍ତମାନ ସମୟର କଥା ଅଟେ। ଯେତେବେଳେ କି ବାବା ଆସି ପବିତ୍ର କରୁଛନ୍ତି। ସଙ୍ଗମ ଯୁଗୀ ଉତ୍ସବ ଆଦି ଯାହା ପାଳନ କରାଯାଉଛି, ଯାହାକି ଅତୀତ ହୋଇଯାଇଛି, ତାହାକୁ ପୁଣି ଉତ୍ସବ ରୂପରେ ପାଳନ କରି ଆସୁଛନ୍ତି। ଅତୀତ ହୋଇଯାଇଥିବା କଥାର ମହିମା କରି ଆସୁଛନ୍ତି। ରାମ ରାଜ୍ୟର ମହିମା ଗାନ କରୁଛନ୍ତି, କାହିଁକି ନା ଅତୀତ ହୋଇଗଲାଣି। ଯେପରି ଖ୍ରୀଷ୍ଟ ଆଦି ଆସି ଧର୍ମ ସ୍ଥାପନା କରି ଚାଲିଗଲେ, ଯାହାର ତିଥି ତାରିଖ ମଧ୍ୟ ଲେଖି ଦେଉଛନ୍ତି, ପୁଣି ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି। ଭକ୍ତି ମାର୍ଗରେ ମଧ୍ୟ ଏହି ଧନ୍ଦା ଅଧା କଳ୍ପ ଚାଲୁଛି। ସତ୍ୟ ଯୁଗରେ ଏସବୁ ହେବ ନାହିଁ। ଏହି ଦୁନିଆ ହିଁ ଶେଷ ହୋଇଯିବ। ଏହି କଥାକୁ ତୁମମାନଙ୍କ ଭିତରେ ମଧ୍ୟ ବହୁତ କମ୍ ଆତ୍ମା ବୁଝୁଛନ୍ତି। ବାବା ବୁଝାଉଛନ୍ତି, ସବୁ ଆତ୍ମାମାନଙ୍କୁ ଅନ୍ତିମ ସମୟରେ ଘରକୁ ଫେରିଯିବାକୁ ହେବ। ସବୁ ଆତ୍ମାମାନେ ଶରୀର ଛାଡ଼ି ଚାଲିଯିବେ। ଏବେ ତୁମମାନଙ୍କ ବୁଦ୍ଧିରେ ଅଛି ଯେ ବାକି ଅଳ୍ପ ଦିନ ଅଛି। ବର୍ତ୍ତମାନ ପୁନର୍ବାର ଏସବୁର ବିନାଶ ହୋଇଯିବ। ସତ୍ୟ ଯୁଗରେ କେବଳ ଆମେ ହିଁ ଆସିବୁ। ସବୁ ଆତ୍ମାମାନେ ତ ଆସିବେ ନାହିଁ। ଯିଏ କଳ୍ପ ପୂର୍ବରୁ ଆସିଥିଲେ, ସେହିମାନେ ହିଁ କ୍ରମ ଅନୁସାରେ ଆସିବେ। ସେହିମାନେ ହିଁ ଏବେ ଭଲ ଭାବରେ ପଢ଼ୁଛନ୍ତି ଏବଂ ଅନ୍ୟମାନଙ୍କୁ ପଢ଼ାଉଛନ୍ତି ମଧ୍ୟ। ଯେଉଁମାନେ ଭଲ ଭାବରେ ପଢ଼ୁଛନ୍ତି, ସେହିମାନେ ହିଁ କ୍ରମ ଅନୁସାରେ ପରିବର୍ତ୍ତିତ ହେବେ।
ତୁମେ ମଧ୍ୟ ଟ୍ରାନ୍ସଫର ହେଉଛ। ତୁମେମାନେ ଜାଣିଛ ଯେ ଯେଉଁ ସବୁ ଆତ୍ମାମାନେ ଅଛନ୍ତି ସେମାନେ କ୍ରମାନ୍ୱୟରେ ଶାନ୍ତିଧାମକୁ ଚାଲିଯିବେ, ପୁଣି କ୍ରମ ଅନୁସାରେ ଆସିବେ। ତଥାପି ବାବା କହୁଛନ୍ତି, ମୂଳ କଥା ହେଲା ବାବାଙ୍କର ପରିଚୟ ଦେବା। ବାବାଙ୍କର ନାମ ସର୍ବଦା ମୁଖରେ ରହୁ। ଆତ୍ମା କ'ଣ, ପରମାତ୍ମା କ'ଣ, ଦୁନିଆରେ କେହି ହେଲେ ଜାଣିନାହାନ୍ତି। ଯଦିଓ ଗାୟନ କରୁଛନ୍ତି ଯେ ଭ୍ରୁକୁଟି ମଝିରେ ଚମକୁଛି ଅଜବ ତାରକା, ବାସ୍ ସେତିକି। ଅଧିକ କିଛି ହେଲେ ବୁଝୁନାହାନ୍ତି। ବହୁତ କମ୍ ଆତ୍ମାମାନଙ୍କର ବୁଦ୍ଧିରେ ଏହି ଜ୍ଞାନ ରହିଛି। ବାକି ସମସ୍ତେ ଘଡ଼ି ଘଡ଼ି ଭୁଲି ଯାଉଛନ୍ତି। ପ୍ରଥମେ ପ୍ରଥମେ ବୁଝାଇବାକୁ ହେବ ଯେ ବାବା ହିଁ ହେଉଛନ୍ତି ପତିତ ପାବନ। ବାବା ବର୍ଷା ଦେବା ସହିତ ରାଜା ମଧ୍ୟ କରୁଛନ୍ତି। ତୁମ ପାଖରେ ଗୀତ ମଧ୍ୟ ଅଛି, ଆଖିରି ଓହ ଦିନ ଆୟା ଆଜ। ଭକ୍ତି ମାର୍ଗରେ ଯେଉଁ ରାସ୍ତାକୁ ଅନାଇ ବସିଥିଲେ, ଦ୍ୱାପର ଯୁଗରୁ ଭକ୍ତି ଆରମ୍ଭ ହେଉଛି। ପୁଣି ଅନ୍ତିମ ସମୟରେ ବାବା ଆସି ରାସ୍ତା ବତାଉଛନ୍ତି। ଏହାକୁ ହିଁ ବିନାଶର ସମୟ ବି କୁହାଯାଉଛି। ସବୁ ଆତ୍ମା ଆସୁରୀ ବନ୍ଧନର ସବୁ ହିସାବ କିତାବକୁ ଚୁକ୍ତ କରି ପୁଣି ଘରକୁ ଚାଲି ଯାଉଛନ୍ତି। ଏହି 84 ଜନ୍ମର ପାଠକୁ କେବଳ ତୁମେ ହିଁ ଜାଣିଛ। ଏହି ପାଠ ଅବିରତ ଚାଲିଛି। ଶିବ ଜୟନ୍ତୀ ପାଳନ କରୁଛନ୍ତି, ତେବେ ନିଶ୍ଚିତ ପରମାତ୍ମା ଶିବ ଆସି କିଛି କରିଥିବେ। ସିଏ ହିଁ ନୂଆ ଦୁନିଆର ନିର୍ମାଣ କରୁଛନ୍ତି। ଯେଉଁ ଦୁନିଆର ମାଲିକ ଏହି ଲକ୍ଷ୍ମୀ ନାରାୟଣ ଥିଲେ, ଏବେ ନାହାନ୍ତି। ବାବା ପୁନର୍ବାର ରାଜଯୋଗ ଶିଖାଉଛନ୍ତି। ଏକଥା ତୁମମାନଙ୍କ ବ୍ୟତୀତ ଆଉ କାହାରି ମୁଖରେ ଆସିପାରିବ ନାହିଁ। ଏକଥା ତୁମେମାନେ ହିଁ ବୁଝାଇ ପାରିବ। ଶିବ ବାବା ଆମକୁ ରାଜଯୋଗ ଶିଖାଉଛନ୍ତି। ଯେଉଁ ଶିବ ହମ୍ ଶବ୍ଦର ଉଚ୍ଚାରଣ କରୁଛନ୍ତି, ତାହା ମଧ୍ୟ ଭୁଲ ଅଟେ। ତୁମମାନଙ୍କୁ ଏବେ ବାବା ବୁଝାଉଛନ୍ତି। ତୁମେମାନେ ହିଁ 84 ଜନ୍ମର ଚକ୍ର ଲଗାଇ ବ୍ରାହ୍ମଣ କୂଳରୁ ଦେବତା କୂଳକୁ ଆସୁଛ। ସ୍ୱହମ୍, ହମ୍ ସ୍ୱର ଅର୍ଥକୁ ମଧ୍ୟ ତୁମେମାନେ ହିଁ ବୁଝାଇ ପାରିବ। ଏବେ ଆମେ ବ୍ରାହ୍ମଣ ହୋଇଛୁ। ଏହା 84 ଜନ୍ମର ଚକ୍ର ଅଟେ। ଏଥିରେ କୌଣସି ମନ୍ତ୍ର ଜପିବାର ନାହିଁ। ବୁଦ୍ଧିରେ ଅର୍ଥ ରହିବା ଦରକାର। ଏହା ମଧ୍ୟ ସେକେଣ୍ଡର କଥା। ଯେପରି ବୀଜ ଏବଂ ବୃକ୍ଷର ଜ୍ଞାନ ଗୋଟିଏ ସେକେଣ୍ଡରେ ସ୍ମୃତିରେ ଆସିଯାଉଛି, ସେହିପରି ହମ୍ ସ୍ୱର ଅର୍ଥ ମଧ୍ୟ ସେକେଣ୍ଡରେ ବୁଦ୍ଧିରେ ଆସିଯାଉଛି। ଆମେ ଏହିପରି ଚକ୍ର ଲଗାଉଛୁ, ଯାହାକୁ ସ୍ୱଦର୍ଶନ ଚକ୍ର ମଧ୍ୟ କୁହାଯାଉଛି। ତୁମେ ଯଦି କାହାକୁ କହିବ ଯେ ଆମେ ହେଉଛୁ ସ୍ୱଦର୍ଶନ ଚକ୍ରଧାରୀ, ତେବେ କେହି ମାନିବେ ନାହିଁ। କହିବେ ଏମାନେ ତ ସବୁ ଉପାଧି ନିଜ ଉପରେ ରଖୁଛନ୍ତି। ତେବେ ତୁମେମାନେ ତାଙ୍କୁ ବୁଝାଅ ଯେ ଆମେ 84 ଜନ୍ମ କିପରି ନେଉଛୁ। ଏହି ଚକ୍ର ଘୂରି ଚାଲିଛି। ଆତ୍ମାକୁ ନିଜ 84 ଜନ୍ମର ଦର୍ଶନ ହେଉଛି। ଏହାକୁ ହିଁ ସ୍ୱଦର୍ଶନ ଚକ୍ରଧାରୀ କୁହାଯାଉଛି। ପ୍ରଥମେ ତ ଶୁଣି ଚମକି ଯାଉଛନ୍ତି, ଏମାନେ ଏସବୁ କ'ଣ ଗପୁଛନ୍ତି। ଯେବେ ତୁମେମାନେ ବାବାଙ୍କ ପରିଚୟ ଦେବ, ତେବେ ତାଙ୍କୁ ଏସବୁ ଗପ ଭଳି ଲାଗିବ ନାହିଁ। ବାବାଙ୍କୁ ଯୋଗ କରୁଛନ୍ତି, ଗାୟନ ମଧ୍ୟ କରୁଛନ୍ତି ଯେ ବାବା ଆପଣ ଆସିଲେ ଆମେ ସମ୍ପୂର୍ଣ୍ଣ ସମର୍ପଣ ହୋଇଯିବୁ। କେବଳ ଆପଣଙ୍କୁ ହିଁ ମନେ ପକାଇବୁ। ବାବା କହୁଛନ୍ତି, ତୁମେମାନେ ଏହିଭଳି କହୁଥିଲ ନା? ଏବେ ପୁଣି ତୁମମାନଙ୍କୁ ମନେ ପକାଇ ଦେଉଛି। ନଷ୍ଟ ମହା ହୋଇଯାଅ। ଏହି ଦେହରୁ ମଧ୍ୟ ନଷ୍ଟ ମହା ହୋଇଯାଅ। ନିଜକୁ ଆତ୍ମା ନିଶ୍ଚୟ କରି ମୋତେ ମନେ ପକାଇଲେ ତୁମର ବିକର୍ମ ବିନାଶ ହୋଇଯିବ। ତେବେ ଏହିଭଳି ମିଠା ମିଠା କଥା ସମସ୍ତଙ୍କର ପସନ୍ଦ ଆସିବ। ଯଦି ବାବାଙ୍କର ପରିଚୟ ନଥିବ, ତେବେ କୌଣସି ନା କୌଣସି କଥାରେ ସଂଶୟ ଆସିବ। ସେଥିପାଇଁ ପ୍ରଥମେ ତ 2-3ଟି ଚିତ୍ର ଆଗରେ ରଖିଦିଅ, ଯେଉଁଥିରେ ବାବାଙ୍କ ପରିଚୟ ଥିବ। ବାବାଙ୍କର ପରିଚୟ ମିଳିଗଲେ ବର୍ଷା ମଧ୍ୟ ମିଳିଯିବ। ବାବା କହୁଛନ୍ତି, ମୁଁ ତୁମମାନଙ୍କୁ ରାଜାମାନଙ୍କର ରାଜା କରୁଛି। ଏହି ଚିତ୍ର ତିଆରି କର। 2 ମୁକୁଟଧାରୀ ରାଜାଙ୍କ ଆଗରେ 1 ମୁକୁଟଧାରୀ ମୁଣ୍ଡ ନୁଆଉଛନ୍ତି। ନିଜେ ହିଁ ପୂଜ୍ୟ ଏବଂ ନିଜେ ହିଁ ପୂଜାରୀର ରହସ୍ୟ ମଧ୍ୟ ବୁଦ୍ଧିରେ ଆସିଯିବ। ପ୍ରଥମେ ପ୍ରଥମେ ବାବାଙ୍କର ପୂଜା କରୁଛନ୍ତି, ପରେ ପୁଣି ନିଜ ଚିତ୍ରକୁ ବସି ପୂଜା କରୁଛନ୍ତି।
ଯେଉଁମାନେ ପବିତ୍ର ତାଙ୍କ ଚିତ୍ରକୁ ବସି ପୂଜା କରୁଛନ୍ତି। ଏହି ଜ୍ଞାନ ମଧ୍ୟ ତୁମକୁ ବର୍ତ୍ତମାନ ମିଳୁଛି। ପୂର୍ବରୁ ତ ଭଗବାନଙ୍କ ନିମନ୍ତେ କହିଦେଉଥିଲେ ନିଜେ ହିଁ ପୂଜ୍ୟ, ନିଜେ ପୂଜାରୀ। ଏବେ ବାବା ତୁମକୁ ବୁଝାଉଛନ୍ତି ତୁମେମାନେ ହିଁ ଏହି ଚକ୍ରରେ ଆସୁଛ। ତୁମମାନଙ୍କ ବୁଦ୍ଧିରେ ସର୍ବଦା ଏହି ଜ୍ଞାନ ରହୁଛି। ତେଣୁ ଅନ୍ୟମାନଙ୍କୁ ମଧ୍ୟ ବୁଝାଇବା ଦରକାର। ଧନ ଦେଲେ ଧନ ସରିବ ନାହିଁ। ଯିଏ ଧନ ଦାନ କରନ୍ତି ନାହିଁ ତାଙ୍କୁ ଅମଙ୍ଗଳିଆ ମଧ୍ୟ କୁହାଯାଏ। ବାବା ଯାହା ବୁଝାଉଛନ୍ତି ତାକୁ ପୁଣି ଅନ୍ୟମାନଙ୍କୁ ବୁଝାଇବାକୁ ହେବ। ଯଦି ନ ବୁଝାଇବ ତେବେ ଅଯଥାରେ ନିଜର ହିଁ କ୍ଷତି କରିବ। ପୁଣି ଗୁଣର ମଧ୍ୟ ଧାରଣା ହେବ ନାହିଁ। ଚଳନି ମଧ୍ୟ ଏହିପରି ହୋଇଯିବ। ତେବେ ପ୍ରତ୍ୟେକ ନିଜକୁ ତ ବୁଝିପାରୁଛ ନା? ତୁମମାନଙ୍କୁ ଏବେ ଜ୍ଞାନ ମିଳିଛି, ବାକି ସମସ୍ତେ ଅଜ୍ଞାନୀ। ତୁମେମାନେ ଏବେ ସବୁ କିଛି ଜାଣିଛ। ବାବା କହୁଛନ୍ତି ଏ ପାର୍ଶ୍ୱରେ ଦୈବୀ ସମ୍ପ୍ରଦାୟ ଏବଂ ସେ ପାର୍ଶ୍ୱରେ ଆସୁରୀ ସମ୍ପ୍ରଦାୟ ରହିଛି। ବୁଦ୍ଧି ଦ୍ୱାରା ତୁମେମାନେ ଜାଣୁଛ ଯେ ଏବେ ଆମେ ସଙ୍ଗମ ଯୁଗରେ ଅଛୁ। ଗୋଟିଏ ଘରେ ଜଣେ ସଙ୍ଗମ ଯୁଗୀ ଏବଂ ଆଉ ଜଣେ କଳିଯୁଗୀ ଉଭୟ ଏକତ୍ର ରହୁଛନ୍ତି। ପୁଣି ଦେଖାଯାଏ ଯେ ଯଦି ସିଏ ହଂସ ହେବା ଯୋଗ୍ୟ ନୁହନ୍ତି ତେବେ ଯୁକ୍ତି ରଚନା କରାଯାଇଥାଏ, ନଚେତ ବିଘ୍ନ ପକାଇବେ। ନିଜ ସମାନ କରିବା ପାଇଁ ଚେଷ୍ଟା କରିବା ଉଚିତ। ନଚେତ ହଇରାଣ କରିଥାନ୍ତି, ତେବେ ଯୁକ୍ତି ଦ୍ୱାରା ଅଲଗା କରିବାକୁ ପଡ଼ିଥାଏ। ବିଘ୍ନ ତ ନିଶ୍ଚୟ ପଡ଼ିବ। ଏହି ଜ୍ଞାନ ତ ତୁମେମାନେ ହିଁ ଦେଉଛ। ତେଣୁ ତୁମମାନଙ୍କୁ ବହୁତ ମିଠା ମଧ୍ୟ ହେବାକୁ ପଡ଼ିବ ଏବଂ ନଷ୍ଟ ମହା ମଧ୍ୟ ହେବାକୁ ପଡ଼ିବ। ଗୋଟିଏ ବିକାରକୁ ଛାଡ଼ିଦେଲେ ପୁଣି ଅନ୍ୟ ବିକାର ଖିଟଖିଟି କରିଥାଏ। ତେବେ ବୁଝିବାକୁ ହୁଏ ଯାହା କିଛି ହେଉଛି କଳ୍ପ ପୂର୍ବ ସଦୃଶ୍ୟ। ଏହିପରି ଭାବି ଶାନ୍ତ ରହିବାକୁ ପଡ଼ୁଛି। ଡ୍ରାମା ବୋଲି ଭାବିବାକୁ ପଡ଼ୁଛି। ବହୁତ ଭଲ ଜ୍ଞାନ ବୁଝାଉଥିବା ସନ୍ତାନମାନେ ମଧ୍ୟ ତଳକୁ ଖସି ଯାଉଛନ୍ତି। ବହୁତ ଜୋରରେ ମାୟାର ଚାପୁଡ଼ା ଖାଉଛନ୍ତି। ତେବେ କୁହାଯାଉଛି ଯେ କଳ୍ପ ପୂର୍ବରୁ ମଧ୍ୟ ଚାପୁଡ଼ା ଖାଇଥିବେ। ପ୍ରତ୍ୟେକ ନିଜ ଭିତରକୁ ବୁଝିପାରୁଥିବେ। ଲେଖୁଛନ୍ତି ମଧ୍ୟ, ବାବା ଆମେ କ୍ରୋଧରେ ଆସିଗଲୁ, ଅମୁକକୁ ମାରିଲୁ, ଏହି ଭୁଲ ହୋଇଗଲା। ବାବା ବୁଝାଉଛନ୍ତି ଯେତେ ଦୂର ସମ୍ଭବ ନିଜକୁ ନିୟନ୍ତ୍ରଣ କର। କିପରି କିପରି ମନୁଷ୍ୟ ସବୁ ରହିଛନ୍ତି। ଅବଳାମାନଙ୍କ ଉପରେ କେତେ ଅତ୍ୟାଚାର କରୁଛନ୍ତି। ପୁରୁଷ ବଳବାନ ଏବଂ ସ୍ତ୍ରୀ ଅବଳା ହୋଇଥାଏ। ବାବା ତୁମମାନଙ୍କୁ ଏହି ଗୁପ୍ତ ଲଢ଼େଇ ଶିଖାଉଛନ୍ତି, ଯାହାଦ୍ୱାରା ତୁମେ ରାବଣ ଉପରେ ବିଜୟ ପ୍ରାପ୍ତ କରୁଛ। ଏହି ଲଢ଼େଇ ସମ୍ବନ୍ଧରେ କେହି ଜାଣିନାହାନ୍ତି। ତୁମମାନଙ୍କ ଭିତରେ ମଧ୍ୟ କ୍ରମାନ୍ୱୟରେ ଅଛନ୍ତି ଯିଏକି ବୁଝିପାରୁଛନ୍ତି। ଏହା ବିଲକୁଲ ନୂଆ କଥା। ଏବେ ତୁମେମାନେ ସୁଖଧାମକୁ ଯିବା ପାଇଁ ପାଠ ପଢ଼ୁଛ। ଏକଥା ଏବେ ମନେ ଅଛି, ପୁଣି ଭୁଲିଯିବ। ମୂଳ କଥା ହେଉଛି ଯୋଗର ଯାତ୍ରା। ଯୋଗ ଦ୍ୱାରା ଆମେ ପବିତ୍ର ହୋଇଯିବା। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପ ଦାଦାଙ୍କୁ ନମସ୍ତେ ନମସ୍ତେ, ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର। 1 ନମ୍ବର, ଯାହା କିଛି ବି ହେଉଛି ଡ୍ରାମାର ନିଧାର୍ଯ୍ୟ ମନେକରି ଶାନ୍ତ ରହିବାକୁ ହେବ। କ୍ରୋଧ କରିବାର ନାହିଁ। ଯେତେ ଦୂର ସମ୍ଭବ ନିଜକୁ ନିଜେ ନିୟନ୍ତ୍ରଣ କରିବାକୁ ହେବ। କୌଣସି ଉପାୟରେ ନିଜ ସମାନ କରିବାର ଚେଷ୍ଟା କରିବାକୁ ହେବ। 2 ନମ୍ବର, ବହୁତ ସ୍ନେହ ଏବଂ ନମ୍ରତାର ସହିତ ସମସ୍ତଙ୍କୁ ବାବାଙ୍କର ପରିଚୟ ଦେବାକୁ ହେବ। ସମସ୍ତଙ୍କୁ ଏହି ମିଠା ମିଠା କଥା ଶୁଣାଅ ଯେ ବାବା କହୁଛନ୍ତି ନିଜକୁ ଆତ୍ମା ମନେକରି ମୋତେ ମନେ ପକାଅ। ଏହି ଦେହଠାରୁ ନଷ୍ଟମୋହା ହୋଇଯାଅ। ଆଜିର ବରଦାନ। ପ୍ରତ୍ୟେକ ଆତ୍ମାକୁ ଭଟକିବାରୁ ଭିକାରୀ ପଣିଆରୁ ମୁକ୍ତ କରୁଥିବା ନିଷ୍କାମ ଦୟାଳୁ ଭବ। ପ୍ରତ୍ୟେକ ଆତ୍ମାକୁ ଭଟକିବାରୁ
ବା ଭିକାରୀ ପଣିଆରୁ ମୁକ୍ତ କରୁଥିବା ନିଷ୍କାମ ଦୟାଳୁ ଭବ। ଡିଟେଲ୍ସ। ଯେଉଁ ପିଲାମାନେ ନିଷ୍କାମ ଦୟାଳୁ ଅଟନ୍ତି ସେମାନଙ୍କର ଦୟାଶୀଳ ସଂକଳ୍ପ ଦ୍ୱାରା ଅନ୍ୟ ଆତ୍ମାମାନଙ୍କୁ ନିଜର ଆତ୍ମିକ ରୂପର ବା ଆତ୍ମିକ ଲକ୍ଷ୍ୟସ୍ଥଳର ସ୍ମୃତି ଗୋଟିଏ ସେକେଣ୍ଡରେ ଆସିଯାଏ। ସେମାନଙ୍କର ଦୟାଶୀଳ ସଂକଳ୍ପ ଦ୍ୱାରା ଭିକାରୀକୁ ସର୍ବସମ୍ପତ୍ତିର ଝଲକ ଦେଖାଯାଇଥାଏ ଏବଂ ଭଟକୁଥିବା ଆତ୍ମାମାନଙ୍କୁ ମୁକ୍ତି ବା ଜୀବନ ମୁକ୍ତିର କୂଳ ଅଥବା ଲକ୍ଷ୍ୟସ୍ଥଳ ସମ୍ମୁଖରେ ଦେଖାଯାଇଥାଏ। ସେମାନେ ସମସ୍ତଙ୍କର ଦୁଃଖହର୍ତ୍ତା ସୁଖକର୍ତ୍ତା ହେବାର ପାଠ କରିଥାନ୍ତି। ଦୁଃଖୀକୁ ସୁଖୀ କରିବାର ଉପାୟ ବା ସାଧନ ଯାଦୁର ଚାବି ସର୍ବଦା ସେମାନଙ୍କ ପାଖରେ ରହିଥାଏ। ଆଜିର ସ୍ଲୋଗାନ। ସେବାଧାରୀ ହୋଇ ଯଦି ନିଃସ୍ୱାର୍ଥ ସେବା କରିବ ତେବେ ସେବାର ମେବା ଅର୍ଥାତ୍ ପ୍ରାପ୍ତି ନିଶ୍ଚିତ ମିଳିବ। ସେବାଧାରୀ ହୋଇ ଯଦି ନିଃସ୍ୱାର୍ଥ ସେବା କରିବ ତେବେ ସେବାର ମେବା ଅର୍ଥାତ୍ ପ୍ରାପ୍ତି ନିଶ୍ଚିତ ମିଳିବ। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇଶାରା। ଅଶରୀରୀ ଅଥବା ବିଦେହୀ ସ୍ଥିତିର ଅଭ୍ୟାସକୁ ବଢ଼ାଅ। ଅନ୍ତିମ ସମୟରେ ପ୍ରକୃତିର 5ଟି ଯାକ ତତ୍ତ୍ୱ ଖୁବ୍ ଜୋରରେ ହଲଚଲ କରିବାକୁ ଚେଷ୍ଟା କରିବେ। କିନ୍ତୁ ବିଦେହୀ ଅବସ୍ଥାର ଅଭ୍ୟାସୀ ଆତ୍ମା ବିଲକୁଲ ଏଭଳି ସମ୍ପୂର୍ଣ୍ଣ ଅଚଳ ଅଟଳ ସ୍ଥିତିରେ ରହି ସମ୍ମାନର ସହିତ ଉତ୍ତୀର୍ଣ୍ଣ ହେବେ, ଯାହାକି ସବୁ କଥାକୁ ସହଜରେ ଅତିକ୍ରମ କରି ବ୍ରହ୍ମା ବାବାଙ୍କ ଭଳି ସମ୍ମାନର ସହିତ ଉତ୍ତୀର୍ଣ୍ଣ ହେବାର ପ୍ରମାଣ ଦେବେ। ସେଥିପାଇଁ ସମୟ ବାହାର କରି ପ୍ରକୃତିର 5 ତତ୍ତ୍ୱର ସେବା କରିବା ସହିତ ଶୁଭ ଭାବନାର କିରଣ ଦେଇ ଚାଲ। ଓମ୍ ଶାନ୍ତି।